ଆପଣ କୋଉ ବ୍ୟକ୍ତି ବିଶେଷ ନେତୃତ୍ୱରେ ଆପଣ ଚାଲିଛନ୍ତି। ଯେମିତି କାଲି ଅମିତ ଶାହଙ୍କ ଭାଷଣ ଦେଉଥିଲେ ଅଙ୍ଗ ବଙ୍ଗ କଳିଙ୍ଗକୁ ଆମେ ଦଖଲ କରିବୁ। ତେଣୁ ବଙ୍ଗ ବାକି ରହିଲା, ବଙ୍ଗକୁ ଦଖଲ କରିବ ଯୋଜନା ସେମାନେ କରିଛନ୍ତି। କ'ଣ ହେବ ରେଜଲ୍ଟ ଆମେ ଜାଣିନୁ, ହୁଏତ କରିପାରନ୍ତି ହେଲା। ହଁ, ମୁଁ ମନା କରିବିନି। ପ୍ରଧାନମନ୍ତ୍ରୀ ମୋଦି ମାନ୍ୟବର ନରେନ୍ଦ୍ର ମୋଦି ତାଙ୍କ ନେତୃତ୍ୱ ନିଶ୍ଚିତ ଭାବରେ ବଳିଷ୍ଠ ଏବଂ ତାଙ୍କର ଦୂରଦୃଷ୍ଟି ମଧ୍ୟ ଯାହା ଆଜିକାଲି ଯେଉଁମାନେ ଶିକ୍ଷିତ ସେମାନେ ଜାଣିପାରୁଥିବେ ଭାରତବର୍ଷର ଜିଡିପି ଠାରୁ ଆରମ୍ଭ କରନ୍ତୁ ସାରା ବିଶ୍ୱରେ ଆଜି ପ୍ରତିଷ୍ଠିତ ହୋଇଛି ଏବଂ ତା ପଛରେ ମଧ୍ୟ ତାଙ୍କର ଅବଦାନ ଅନେକ। ନରେନ୍ଦ୍ର ମୋଦି ମନା କରିବିନି, କିନ୍ତୁ ଚକ୍ରାନ୍ତ ଯେଉଁ କଥା ସେ ଶେଷ କରିଦେବା ସମସ୍ତଙ୍କୁ, ଏଇଟା କେବେ ବି ଗ୍ରହଣୀୟ ନୁହଁ। ପ୍ରତ୍ୟେକ ରାଜ୍ୟରେ କିଛି ନା କିଛି ଖେଳ ହେଉଛି ହେଲା। ଭାଙ୍ଗିକି ଦେଖନ୍ତୁ ଦିଲ୍ଲୀରେ ବର୍ତ୍ତମାନ ଆପ୍କୁ ଭାଙ୍ଗିଲେ, ତ ଅନେକ ଜାଗାରେ ଓଡ଼ିଶାରେ କ'ଣ ଭବିଷ୍ୟତ କିଏ କହିବ। କିନ୍ତୁ କଥା ହେଉଛି ଯେଉଁ ନେତୃତ୍ୱ ଆପଣଙ୍କର ମମତା ବାନାର୍ଜୀଙ୍କର କାର୍ଯ୍ୟଶୈଳୀ ଯାହା ଏକଚାଟିଆ ଏବଂ ସିଏ ଏବଂ ତାଙ୍କ ପୁତୁରା, ତ ତାପରେ ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିଲେ। କିନ୍ତୁ ଆମର ନେତୃତ୍ୱ ଯେ ନବୀନ ପଟ୍ଟନାୟକ ସେ ଯଦି ଗୋଟେ ଆପଣ ବିଶ୍ୱାସ କରିବେ ସବୁ ରାଜନୈତିକ ବ୍ୟକ୍ତିବିଶେଷ ଠାରୁ ସେ ଭିନ୍ନ। ତାଙ୍କର ପର୍ସନାଲିଟି ଅଲଗା ଏବଂ ଯେଉଁମାନେ ଅଛନ୍ତି ବିଜୁ ଜନତା ଦଳ ବୋଲି ଖାଲି ନାହାନ୍ତି, ନବୀନ ବାବୁଙ୍କୁ ଭଲ ପାଇକି ଅଛନ୍ତି। ତେଣୁ ସେ ଦୃଷ୍ଟିରୁ ଏଠି ଭାଗ ଭାଗ କରିବାଟା ହୁଏତ ନିଶ୍ଚିତ ଭାବରେ କଷ୍ଟକର ହେବ ସେମାନଙ୍କୁ, ହେଲା କଥା। ଯଦି ସେ ଏକଚାଟିଆ ନେତା ହେଇଥାନ୍ତେ ତାହେଲେ ହୁଏତ କିଛି ଅସନ୍ତୁଷ୍ଟ ହେଇ ପଳେଇ ଯାଇ ପାରିଥାନ୍ତେ। କିନ୍ତୁ ତାଙ୍କର ବ୍ୟକ୍ତିତ୍ୱକୁ ପଛରେ ଆକର୍ଷିତ ହେଇକି ସମସ୍ତେ ଅଛନ୍ତି, ବିଜୁ ଜନତା ଦଳ ପାଇଁ ନୁହଁ, ଖାଲି ନବୀନ ପଟ୍ଟନାୟକ ଭଲ ପାଇକି ସେମାନେ ଅଛନ୍ତି। ତେଣୁ ସେ ଜାଗାରେ ମୋତେ ଲାଗୁଛି ଏଠି ମଧ୍ୟ ଆପଣ ଯେଉଁ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଭବିଷ୍ୟତରେ ଭାଗ ଭାଗ ହେଇପାରେ, ମୋତେ ଲାଗୁଛି ଏଇଟା ନିଶ୍ଚିତ ଭାବରେ କଷ୍ଟକର ହେବ। କାରଣ ସମସ୍ତେ ନବୀନ ପଟ୍ଟନାୟକ ଭଲ ପାଆନ୍ତି, ହେଲା କଥା। ହଁ, ତାଙ୍କ ଅନ୍ତେ କ'ଣ ହେବ ସେ କଥା ମୁଁ କହିପାରୁନି, ତାଙ୍କ ପରେ କ'ଣ ହେବ ମୁଁ ସେଇଟା କହିପାରୁନି। କିନ୍ତୁ ନବୀନ ବାବୁ ଥିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଭଲ ପାଆନ୍ତି, ତାକୁ ଛାଡ଼ିକି ଯିବାର ହୁଏତ ଏଇଟା ବିଜେପି ପାଇଁ ଅନେକ କଷ୍ଟକର ହେବ।